ଆପଣ 25ଟା ଦେଶ ବୁଲିଛନ୍ତି, ଅନେକ ଭାଷା ଜାଣିଛନ୍ତି, 25ଟା ଲାଙ୍ଗୁଏଜ୍ ମଧ୍ୟ ଆପଣ ଜାଣିଛନ୍ତି, ଅନେକ ଦେଶ ଆପଣ ଯାଇଛନ୍ତି। ଆଉ ସବୁଠୁ ବଡ଼ କଥା ହେଲା ଏବେ ଆପଣ ଆଉ ବାହାର କଣ୍ଟ୍ରିରେ ଯିବେନି, ଆପଣ ରିଜାଇନ୍ ମାରି ଦେଇଛନ୍ତି ଏବଂ ଆପଣଙ୍କ ଗୋଟେ ଥିଲା ନ୍ୟାସନାଲ୍ ଫାୟାର୍ ସେଫ୍ଟି ଆଣ୍ଡ ରେସ୍କ୍ୟୁ କଲେଜ, ଆପଣ ସେଥିରୁ ମଧ୍ୟ ସନ୍ନ୍ୟାସ ନେଇଗଲେ। ବର୍ତ୍ତମାନ ପାଇଁ ଆପଣ କାହାକୁ ନେଇ ଆଗକୁ ଯିବେ, କାହାକୁ ପାଥେୟ କରିବେ? କେବଳ ସମାଜସେବା ଆପଣଙ୍କର ଏବେ ଅଛି। ଆପଣ ଯଦି ଗୋଟେ ଇନକମ୍ ସୋର୍ସ ନ ଆସିଲା, ସମାଜସେବାରେ ଆପଣ କେମିତି ନିଜକୁ ନିୟୋଜିତ କରିବେ? ବର୍ତ୍ତମାନ ପାଇଁ କ'ଣ କରିବେ ବୋଲି ସମାଜସେବୀ ମନୋଜ ପ୍ରଧାନ ଭାବିଛନ୍ତି? ଆକ୍ଚୁଆଲି ମୋର ଯେଉଁ ମାନେ ସେଡ୍ୟୁଲ୍ ବନେଇଛି, ମୁଁ କର୍ମ କରିବି, ସକାଳ 4ରେ ଉଠିବି। ତ ମୁଁ ନିଜେ ଫାଉଣ୍ଡର ଥିଲି ନ୍ୟାସନାଲ୍ ଫାୟାର୍ ସେଫ୍ଟି ରେସ୍କ୍ୟୁ କଲେଜରେ। ଅବିକା ରିଜେନ୍ସା ମାରିଦେଲି, ଅବିକା ଗୋଟେ ଏମ୍ପ୍ଲୟ ହେଇକି ଅଛି, ସିଓ ଚିଫ୍ ଏକ୍ଜିକ୍ୟୁଟିଭ୍ ଅଫିସର ହେଇକି ଅଛି। ଯେତିକି ମୋରି ମୋ ୱାଇଫ୍ କି କଲେଜ ହ୍ୟାଣ୍ଡଓଭର କଲେ, ଯେତିକି ବି ଆଉଟସକ୍ସନ୍ ପାଇବି ଭଗବାନ ମହିମାରୁ ମୋର ଯେଉଁ ପ୍ଲାନିଂ ଚାଲିଛି, ଏତେ ମାନେ 0 ପଏଣ୍ଟକୁ ଯିବି। ଓଡ଼ିଶାରେ ଏତେ ଜିରୋ ଯେ ଅବିକା ଡେଟ୍ରେ ନେଟୱାର୍କ ନାହିଁ। ଆପଣ ଯାଆନ୍ତୁ ବାଣୀବିଛା ତଳକୁ ପଳାନ୍ତୁ, ଆମର ଏୟାରଟେଲ୍ ନେଟୱାର୍କ ନାହିଁ। ତ ମୁଁ ସେତେବେଳେ ଧର୍ମର ଆପଣ ସେତେବେଳେ ମୁନି ଋଷି ମାନେ ଆପଣ 100 ବର୍ଷ ତପସ୍ୟା କରୁଥିଲେ, ଜିଉଥିଲେ। ଆପଣ 5 ଦିନ ଖାଆନ୍ତୁ ମରିଯିବେ, ରୋଗ ଆସିବ। ସେତେବେଳେ ଧର୍ମ ସହିତ ରହିବ ନା, ଭଗବାନ ଆପଣ କେଉଁ ପଟେ ଆପଣଙ୍କୁ ସାହାରା ଦେବେ, ଏଇଟା ହେଲା ଫାଷ୍ଟ ପଏଣ୍ଟ ଆପଣଙ୍କର। ବୁଝିପାରିଲେ? ଓକେ ଭାଇ, ଆପଣ ଅନେକ ପିଲାଙ୍କୁ ମଣିଷ କରୁଥିଲେ ଆପଣଙ୍କ ନ୍ୟାସନାଲ୍ ଫାୟାର୍ ସେଫ୍ଟି ରେସ୍କ୍ୟୁ କଲେଜ କରି, ଏବଂ 25ଟା କଣ୍ଟ୍ରି ଆପଣ ବୁଲିଛନ୍ତି। ଆଉ ସବୁଠୁ ଦୁଃଖର କଥା, ଆପଣ ବାହାର କଣ୍ଟ୍ରିକୁ ଯିବେନି ବୋଲି ସିଧାସଳଖ ରେଜିଗ୍ନେସନ୍ ମାରିଦେଇଛନ୍ତି ଏବଂ ଆପଣ ଗତକାଲି ନ୍ୟାସନାଲ୍ ଫାୟାର୍ ସେଫ୍ଟି ଆଣ୍ଡ ରେସ୍କ୍ୟୁ କଲେଜରୁ ଅବ୍ୟାହତି ନେଲେ, ମାନେ ଆପଣ ସେଠୁ ମଧ୍ୟ ରେଜିଗ୍ନେସନ୍ ଦେଲେ। ଯିଏକି ଏମ୍ଡି ଥିଲେ, ବର୍ତ୍ତମାନ ବାବୁ ଏମ୍ଡି ନାହାନ୍ତି, ଗୋଟେ କର୍ମଚାରୀ ଭାବେ ଅଛନ୍ତି। ତ ଭାଇ ବର୍ତ୍ତମାନ ପାଇଁ ଆପଣ କେଉଁ କ୍ଷେତ୍ରକୁ ଯିବେ? କାରଣ ସମାଜସେବା କରିବା ପାଇଁ ହେଲେ ଆମକୁ କିଛି ନା କିଛି ଗୋଟେ ଇନକମ୍ ସୋର୍ସ ରହିବା ଦରକାର। ତ ଆପଣ ଏବେ କେଉଁ କ୍ଷେତ୍ରକୁ ଯିବେ ବୋଲି ମନ ବଳେଇଛନ୍ତି ମନୋଜ ବାବୁ? ଭଗବାନ ମହିମାରୁ ଆମେ ଯଦି କର୍ମ କରିବା, ସଦାବେଳେ ଭଗବାନଙ୍କୁ ଗୋଟେ ଫଳ ଦେଇଦେବେ। ସଦାବେଳେ କର୍ମର ନିହାତି ଭଗବାନ କେଉଁ ପଟେ ଆପଣ ଦେଇଦେବେ, ଏଇଟା ଠିକ୍ ମାନେ ଆପଣ ବି ନିଜେ ରିଏଲାଇଜ୍ କରୁଥିବେ। ତ ଏବିକା ଯେଉଁ ମୋ ଗାଁର ମୋ ଯେଉଁ ପଞ୍ଚାୟତର ଯେଉଁ ପରିସ୍ଥିତି ଚାଲିଛି, ମୋତେ ବହୁତ ଦୁଃଖ ଅନୁଭବ ମୁଁ କରୁଛି। ଅବିକା ଡେଟ୍ରେ 2026ର ମସିହାରେ 25 ବର୍ଷର 24 ଏକ୍ଜାମ୍ପଲ୍ 24 ବର୍ଷ ସରକାରରେ, ବିଜେଡ଼ି ସରକାରରେ ଆସିକି ବିଜେପିର ଅବିକା 2 ଇୟର୍ 8 ମନ୍ଥର ଯେଉଁ 6 ମନ୍ଥର ସରକାର ଚାଲିଲେ, ମୋ ଗାଁକୁ ଗୋଟେ ପାଣି ଟିକେ ଯାଇପାରୁନି। ଏତେ ଦୁଃଖ ଅନୁଭବ କରୁଛି। ଲକ୍ଷ୍ମୀ ବସ୍ଟେ ନାହିଁ। ଯେଉଁ ବ୍ୟକ୍ତି ପାଇବାର ଅଛି ରାସନ କାର୍ଡ଼ ହେଇଗଲା, ଗୋଟେ ଇନ୍ସୁରାନ୍ସ କାର୍ଡ଼, ଗୋଟେ ମେଡ଼ିକାଲ ଆସୁଛି, ମୋତେ କହୁଛି ପୁଅରେ ମୋର ଇନ୍ସୁରାନ୍ସ କାର୍ଡ଼ ନାହିଁ।